ଭଡ଼ା ଘରେ ସେକ୍ସ ରାକେଟ୍ ଚାଲିଥିଲା ବେଳେ ଚଢ଼ାଉ, ଦୁଇ ଯୁବତୀ ଉଦ୍ଧାର, ରାଣୀ ମହୁମାଛି ଗିରଫ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଭୁଗୁଡ଼ାକଟା ଅନ୍ତର୍ଗତ ଏକ ଭଡ଼ା ଘରୁ ସେକ୍ସ ରାକେଟ୍ ଠାବ। ଦେହ ବ୍ୟବସାୟ ଚାଲିଥିବା ବେଳେ ଭଞ୍ଜପୁର ପୋଲିସର ଚଢ଼ାଉ, ଦୁଇ ଯୁବତୀଙ୍କୁ ଉଦ୍ଧାର କରିବା ସହ ରାଣୀ ମହୁମାଛିକୁ ଗିରଫ କଲା ପୋଲିସ। ଚଢ଼ାଉ ବେଳେ ମହିଳାଙ୍କ ସ୍ୱାମୀ ଫେରାର ହୋଇଯାଇଛନ୍ତି। ଭଡ଼ା ଘରୁ ନଗଦ 20,490 ଟଙ୍କା, 3ଟି ମୋବାଇଲ, ଆପତ୍ତିଜନକ ଜିନିଷ, ଗୋଟିଏ ବାଇକ୍, ଗୋଟିଏ ସ୍କୁଟି ଜବତ ହୋଇଛି। ଭୁଗୁଡ଼ାକଟା ଅଞ୍ଚଳର ଜନୈକ ମହିଳା ଓ ତାଙ୍କ ସ୍ୱାମୀ ମିଶି ଗରିବ ଘରର ଚାକିରି ପାଇଁ ଆଶାୟୀ ଥିବା ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଉଥିଲେ। ସେମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ବାରିପଦା ଆଣୁଥିଲେ। ଏକ ଭଡ଼ା ଘରେ ଦେହ ବ୍ୟବସାୟ ଲଗାଇ ଟଙ୍କା ରୋଜଗାର କରୁଥିଲେ। ଉକ୍ତ ଭଡ଼ା ଘରକୁ ପ୍ରତିଦିନ ନୂଆ ନୂଆ ଝିଅମାନେ ଆସୁଥିବା ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ବଢ଼ିଥିଲା। ଏନେଇ ଭଞ୍ଜପୁର ଥାନାକୁ ସୂଚନା ଦିଆଯାଇଥିଲା। ଖବର ମୁତାବକ ପୋଲିସ ଭଡ଼ା ଘରେ ଚଢ଼ାଉ କରି ଦୁଇ ଯୁବତୀଙ୍କୁ ଉଦ୍ଧାର କରିଛି। ଏହାସହ ରାଣୀ ମହୁମାଛି ଗିରଫ କରିଛି। ତେବେ ଚଢ଼ାଉ ସମୟରେ ଉକ୍ତ ମହିଳାଙ୍କ ସ୍ୱାମୀ ଫେରାର ହୋଇଛନ୍ତି। ଉଦ୍ଧାର ହୋଇଥିବା ଦୁଇ ଯୁବତୀଙ୍କ ମଧ୍ୟରୁ ଜଣଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଘର ବାଲେଶ୍ୱର ବୋଲି ଜଣାପଡ଼ିଛି। ସେମାନଙ୍କ ପରିବାରର ଲୋକ ନେବାକୁ ନ ଆସିବାରୁ ଦୁହିଁଙ୍କୁ ୱାନ୍ ଷ୍ଟପ୍ ସେଣ୍ଟରକୁ ପଠାଇ ଦିଆଯାଇଛି। ଭଡ଼ା ଘରୁ ନଗଦ 20,490 ଟଙ୍କା, 3ଟି ମୋବାଇଲ ଓ ଆପତ୍ତିଜନକ ଜିନିଷ, ଗୋଟିଏ ବାଇକ୍, ଗୋଟିଏ ସ୍କୁଟି ଜବତ ହୋଇଛି।